ଆଉ ଗୋଟେ ଅପଡ଼େଟକୁ ନେଇ ମୁଁ ଆପଣମାନଙ୍କ ପାଖରେ ପ୍ରସ୍ତାବନା ରଖୁଛି ଯେ ଯେଉଁ ସୁଭଦ୍ରା ହିତାଧିକାରୀମାନେ ଟଙ୍କା ପାଇନାହାନ୍ତି କିମ୍ବା ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଶୁଣନ୍ତୁ। ଯେଉଁମାନେ ଅନଲାଇନରେ ଆବେଦନ କରିଛନ୍ତି ସେମାନେ ଫାଷ୍ଟ ତ ଆପଣମାନେ ଆଧାର ସିଡ଼ିଂ ଚେକ୍ କରିଦିଅନ୍ତୁ କେଉଁ ବ୍ୟାଙ୍କରେ ଆପଣଙ୍କର ଆଧାର ସିଡ଼ିଂଟା ଅଛି। ତାପରେ ଯେଉଁମାନେ ସୁଭଦ୍ରା ଟଙ୍କା ପାଇଯାଇଛନ୍ତି ସେଟାରେ ତ ଠିକ୍ ଅଛି, କିନ୍ତୁ ଯେଉଁମାନେ ପାଇନାହାନ୍ତି, ଯେଉଁ ହିତାଧିକାରୀମାନେ ପାଇନାହାନ୍ତି ସେମାନେ ଅନଲାଇନରେ ବି ଚେକ୍ କରୁଥିବେ କିମ୍ବା ବ୍ଲକକୁ ଯାଇ ଚେକ୍ କରୁଥିବେ, ଅଣ୍ଡର ପ୍ରୋସେସରେ ଥିବ। ସେମାନଙ୍କ ପାଇଁ କହି ରଖୁଛି ଏବେ ଗଭର୍ଣ୍ଣମେଣ୍ଟର ଗୋଟେ ନୂଆ ଅପଡ଼େଟ୍ ଆସିଛି କି ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ଅଛି ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଫିଜିକାଲ୍ ଭେରିଫିକେସନ୍ କରିନିଅନ୍ତୁ। ଫିଜିକାଲ୍ ଭେରିଫିକେସନ୍ ମାନେ ବାୟୋମେଟ୍ରିକରେ ଆଙ୍ଗୁଠି ଦେଇ ଇକେୱାଇସି ସମ୍ପୂର୍ଣ୍ଣ ଭାବରେ କରିନିଅନ୍ତୁ, ନଚେତ୍ ଆପଣମାନେ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିବେ।